गोटा कटा हम सब चूड़ा खुदरा मुड़ा कर खाई देखी जाइए तो बर्तमान रोसई कर सांग मैंने यहाँ देखो मोर बाढ़ी आनी घाटा पूरा आईस घाट भाया देखा ना आम सन्धार बाहरी जावाई मार्केट रात फूल किए छिंडाए भूत छिंडाए चलो ईशु आमको ईश्वर आम ईशु को सब जना तो सांग मैंने आम बर्तमान जीवु हाट हाट जीवु सब सब प्रकार पनीपरिया नहीं आसबु सन्ध्या हो गलानी पोटल ना तो सांग मैंने देखी पारे आम ए पलि आसी हाट को हाट में चली ग्रामीण जीवन में हाटर महत्व बहुत गुरुत्वपूर्ण तो समस्ते लोक प्राय सब हाट उपर निर्भर करती गाँ गाँवली लोक मैंने हाटर भी सब जिनस बहुत भल रेट रे मिलता है बहुत बढ़ लगे हाट भी बुलवा आटा मु रात्रि आज आसली सुजोग मिलला तो पड़े आसलु हाँ तो आमर शॉपिंग सांग मैंने सरीगला खाना है खाना 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 है खाई तू खाली खाइब न खाइले हम चाट खाइब एटा चले एटा पथर आसी बाबा कांजी परिवा पर ठियाउ आई आई कोन रा बाबा गाड़ी बस ये करंतु खाना हमको चाट दियो खाई की जीव चाट दियो खाई की से जीव नल जीव नै बाजार सांग मैंने बर्तमान आम माने किणाकिणी करके घरे आसी पहुँची जाइछु बजार आसला बेलू तो इशू तो न खाइले आसबनी चाट टे खाईदेलु पलि आसलु ठंडा भी पड़ुची बाहर ठंडा लगुच दिन बेला गरम लगुच माने गरम तो नहीं माने संध्या घरे ठंडा लगुच सकाल सकाल भी पूरा ठंडा लगुच आउ सांग मैंने आज आंकर सांग माने भेटिले नहीं हाट जीवाई तो कहले चलो जीवा हाट सौदा करी नहीं आसवा तो काली गोटे घाट करी तो से सब प्रकार परिया मोर मन जोड़ा पसंद है परिया नहीं कि आम आसीचु चलन देखिया कौन कौन सब परिया आसी देखो कौन कौन सब परिया आसी मुलाटा मु आनी मोर काली 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 करी काली तमे पूरा साडे जीव काली काई कर पर दिन करथु मुला पिठा आ कहबुनी मुला मुला आनी एत तर बाइगन तीनटा हला लेंबू तमे सतर मम्मी लेंबू पई कहिथिलो इशू गला बेलू कहूची मते पूरा बड्ड बाइगन गोटा कटा हो माने गोटा माने गोल गोल भाजिले बढ़िया लागिवो गोटे कखारू माने सेगुरा माने कोड भूल जिंस कोन आनछि कोन देखि कोन कहलेनी सेगुरा आनछि मु कोन के बीन्स इन थला घरे एटा बडा कदळी ये कोन कोला से सेमती पड़ी कोन देसी कदळटा तो पण कोला कोन तुम जानि न कोला बेले कोन बा कोला कोला बोला है जते कोला बोला है तो काम करिवो 20 टका नेला ना ना 30 टका आई फूल को भी नाही की फूल को बडा की खाउना नाही हो काई की चिप्स कथा बढ़िया आइतला अब नाही फूलकोबी आगो दिन आनियो
ହାଟ ଯେତିକି ପାଇଲେ ଆଣିଲି ହବ। ଲଙ୍କା ଥିଲା, ବନ୍ଧାକୋବି 2ଟା ଆଣିଛୁ, ଲଙ୍କା ପଳାଇଥିଲା। ଟମାଟୋ ସେଥିପାଇଁ ଅଧିକା ଆଣି ଆଜି ନାଇଁ 10 ଟଙ୍କା ଦେ। ଏ ବନ୍ଧାକୋବି 2ଟା ନେଲା 25 ଟଙ୍କା ନା ଏମିତି ଶୁଖିଯିବ। 30 ଟଙ୍କା। ଏଗୁଡାକ କାଇଁ ଆଣୁଛୁ? ଝୁଡଙ୍ଗ 10 ଟଙ୍କା କାଇଁ 10 ଟଙ୍କା ବି ସେତିକି ଆଣିବୁ, କଣ ଦରକାର? ସେଟାକ ଭଲ ଲାଗୁନି ଆଉ। ଆଉ କଣ ମମିର ଝୁଡଙ୍ଗ ପସନ୍ଦ ନା, ସିଏ ଖାଇବେ ତାଙ୍କର ତ ପସନ୍ଦ। ପିଆଜ ସଣ୍ଡା ବହୁତ ରେଟ୍, ମତେ ଭଲ ଲାଗୁନି ଏଇଟା। ଆଉ ପିଆଜ ଆଳୁ ଭାଜିଲେ ବଢିଆ ଲାଗେ। ପିଆଜ ସଣ୍ଡା ଶାଗ ଭଜା ହେଲେ ବଢିଆ ଲାଗୁଛି। ଯୋଉଟା ଭଲ ଲାଗୁଛି ମୁଁ ଆଣିଛି, ଏଇଟା ତୋର ଭଲ ଲାଗୁଛି ତୁ ଆଣି, ତୋ ପାଇଁ ଆଣିଲି। ଏଇଟା ମୋର ଭଲ ଲାଗୁଛି ମୋ ପାଇଁ ଆଣିଲି। ଆଉ ପୁଣି ଅସୁବିଧା କଣ ଅଛି? 2 ଜଣଙ୍କର 2 ପ୍ରକାର। ଅମୃତଭଣ୍ଡା ଏଇଟା ମୋର କାଟିଦବୁ କାଲିକି, ମୁଁ ଖାଇବି। ଆଉ କାହାକୁ ଦବନି। କଷା କଷା ଯଦି ଭଲ ହେଇଥିବ। କାବୁ କତି ଜମା ଭଣ୍ଡା ଆଣିନି, ଜମା ପାଗଳ ହେଇନି। ସେଗୁରା ସୁଦୁ କ୍ଷୀରୁଆ। ପାଗଳ ହେଲେ କଥା ଆଣିବ, ଏଇଖା ଜମା ଆଣିବୁନି। ଆଉ ଏତିକି ଆଉ କଣ, ଏତିକି ପରିବା। ଧନିଆ ପତ୍ର କଣ ତମ ହାତରେ ନଥିଲା? ଧନିଆ ପତ୍ର ସେତିକି 10 ଟଙ୍କା। ଧନିଆ ପତ୍ର ସବୁ ରେଟ୍ ହେଇଗଲାଣି। ଆଜି କଣ ସବୁ ରେଟ୍ ହେଇଯାଇଛି। ଆଉ ସେତିକି ଆଣିଛୁ ଇଏ ମେଥି ପତ୍ରଟା ରଖ। କ୍ୟାପ୍ସିକମ୍ ଆଇଛି, କୋବି ଆଇଛି, ଇଏ ହବ ଚାଉମିନ ଗୋଟେ ଆଣିଛନ୍ତି। ହଉ ଭଲ ଆଣିଛି ହେଲା, କେଜାଣି କୋଉ ଜିନିଷଟା ମୋର ଟିକେ ଆଉ ଜାଣି ପାରୁନି। ପ୍ରକୃତ ହାଟକୁ ଏମାନେ ଯାଆନ୍ତି, ହାଟରେ କଣ ଆଣନ୍ତି? ସାଙ୍ଗମାନେ ଦେଖି ଦିଅନ୍ତୁ କଣ କଣ ପରିବା ଆସିଛି। କୋଳି ଆସିଛି, ତାପରେ ସେଠୁ କ୍ୟାପ୍ସିକମ୍, ଟମାଟୋ, ବିନ୍ସ, କଞ୍ଚା ଲଙ୍କା, କଖାରୁ, ମେଥି ପତ୍ର, ଆଉ ବାଇଗଣ, ଆଉ ଏଇଟା ହଉଛି ଫୁଲ। ରଖିଥା, ଫୁଲକୋବି, ସରି ବନ୍ଧାକୋବି, ତାପରେ ସେଠୁ ଏଟା ଝୁଡଙ୍ଗ, ଅମୃତଭଣ୍ଡା, କଦଳୀ, ଆଳୁ ତ ଅଛି, ଆଉ ଏଇଟା ମୂଳା, ସବୁ ଜିନିଷ ଆସିଛି। ତାପରେ ସେପଟେ ଆସିଛି ଧନିଆ ପତ୍ର। ଏଇ ସବୁ ଜିନିଷ ସବୁ ଆମର ହାଟରୁ କିଣା ହେଇକି ଆସିଛି। କାଲି ଟିକେ ମସୁର ଡାଲି ଆଣିଲେ ଘାଣ୍ଟ ଟିକେ କରିବା ହେଲା। ମସୁର ଡାଲି 250 ମତେ ସକାଳୁ ଆଣିକି ଦବ। ଆଜି ରବିବାର, ଏଇଠି ବସି ଖଳାରେ ଖେଳ ହେଲା। ଆଉ କୁଆଡେ ଯିବ ନାହିଁ, ଦାଣ୍ଡ ଆଡେ ସବୁ ବାଇଆ ବୁଢା ବୁଲୁଛନ୍ତି, ପିଲାମାନଙ୍କୁ ବାନ୍ଧିକି ନେଇ ଯାଉଛନ୍ତି ନାକରେ ଶୁଙ୍ଘେଇକି। ହଉ ଯାଅ ଖାଜା, ଏଇଠି ଖଳାରେ ଖେଳ। ତ ଶୁଭ ସକାଳ ସାଙ୍ଗମାନେ, ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ନମସ୍କାର, ଜୟ ଜଗନ୍ନାଥ ସାଙ୍ଗମାନେ। ଆଜିର ଆଉ ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। କାଲି ତ ଦେଖିଥିଲେ ହାଟ ଯାଇକି କେତେ ସାରା ପରିବା ନେଇକି ଆସିଥିଲୁ। ଆଜି ଯାଉଛି ସକାଳୁ ସକାଳୁ, ମାନେ ଖାଇବା ପିଇବା ସରିଲାଣି। ଇସୁର ଜଳଖିଆ ଖିଆ ଆଉ ତା ବାବାର କାମ ଥିଲା, ତ ସେ ସକାଳୁ ଆଜି ପଳେଇଛନ୍ତି। ତାଙ୍କ ପାଇଁ ସବୁ ଚୁଡ଼ା ସନ୍ତୁଳା କରିଥିଲି, ସେମାନେ ଖାଇଦେଇକି ଯାଇଛନ୍ତି। ତ ବର୍ତ୍ତମାନ ରୋଷେଇ କରିକି ରଖିବାକୁ ପଡ଼ିବ, କାରଣ ଆସିଲେ ପୁଣି ଖାଇବେ। ତ ଚୁଲିଟା ଏବେ ଲଗେଇଲି, ପାଣିଟା ବସାଇ ଦେଇଛି, ଚାଉଳଟା ପକେଇବି। ତାପରେ ଆଜି ଗୋଟେ ଘାଣ୍ଟ ଡାଲମା କରିବି, ଆଉ ତା ସହିତ ବ୍ଲଗ୍ ବି ବନେଇବାର ଅଛି, ମାନେ ଅଲଗା ଚ୍ୟାନେଲ୍ ପାଇଁ। ତ ଚାଲନ୍ତୁ ଯିବା ଆଜି ଦିନରେ କ'ଣ ସାଙ୍ଗମାନେ, ଆଜି ଦିନରେ କ'ଣ ହେଉଛି ଆପଣମାନଙ୍କ ସହିତ ସେୟାର କରିବି। ଚାଲନ୍ତୁ ଯିବା, ଛୁଆଙ୍କୁ ଜଗିବାକୁ ପଡ଼ିବ। ଆଜି ଯେହେତୁ ରବିବାର, ମାନେ ଇଏ ଉତ୍ପାତ ଆଜି ମଚେଇବେ। ସ୍କୁଲ ଯାଇନି, ଆଉ ଚାଲନ୍ତୁ ଯିବା ସାଙ୍ଗମାନେ। ଆଉ କାମ ତ କରିବ, ଆଉ ଇସୁର ପରୀକ୍ଷା ପୁଣି 20 ତାରିଖ। ପାଠ ଦେଖିଲା ବେଳକୁ ପଢ଼ାପଢ଼ି ହେଇପାରୁନି। ତ ଚାଲନ୍ତୁ ଜଲ୍ଦି ଜଲ୍ଦି ରୋଷେଇ କରି ତାକୁ ପୁଣି ପଢ଼ିବାକୁ ପଡ଼ିବ। ତ ଚାଲନ୍ତୁ, ରୋଷେଇ ନ ସରିଲେ ଆଉ କିଛି କାମ କରିହେବ ନାଇଁ। ଲୁଗାପଟା ପୁଣି ଶୁଖେଇ ନେଇ, ଆଉ ଯିବି ଲୁଗା ଶୁଖେଇବି, ଆଉ ତା ସହିତ କାମଟା କରିବା। ଆଉ ଏଠି ଦେଖନ୍ତୁ ଦାଦା ଆଣିଛନ୍ତି ଶାଗ, ସକାଳୁ ସକାଳୁ ଫ୍ରେଶ୍ ଶାଗ ବୋଧେ ବାଡ଼ିରୁ ଉପାଡ଼ିକି, ଆଉ ପରିବାପତ୍ର ଏଠି ଆଣି ମମି ରଖିଦେଇଛନ୍ତି। ଚାଲନ୍ତୁ ରୋଷେଇବାସ କରିବା। ସାଙ୍ଗମାନେ ବର୍ତ୍ତମାନ ମସଲାଟା ବାଟି ଆଣିଛି, ଆଉ ଏଇଠି ମସୁରୀ ହେଇଗଲାଣି ଏପଟେ ମୋର, এটা ଭାଜି ଆସିଲାଣି। ପିଆଜ ଭାଜି ହେଇଗଲାଣି, ଦେଇଦେବା ଅଦା ରସୁଣ ବଟା।
ଏବେ ଆମେ ମସଲାକୁ ଦେଖନ୍ତୁ ଭଲ ଭାବରେ କଷି ନେବା। ସିଝିବ। ସାଙ୍ଗମାନେ ମମି ଆମର ସବୁ ଶାଗ ପାଇଁ କଟାକଟି କରିଦେଲେଣି। ଚାଲନ୍ତୁ ଯିବା ଶାଗଟା ଭାଜିଦେବା। ତ ମୋର ଯେଉଁ ଘାଣ୍ଟଟା ଭଲ ଭାବରେ ଫୁଟୁଛି, ମାନେ ମସଲାରେ ଘାଣ୍ଟଟା ଭଲ ଭାବରେ ଫୁଟିଲେ ତା ଟେଷ୍ଟଟା ବଢ଼ିଥାଏ। ଆଉ ସେଇଟା ଭଲ ଭାବରେ ଫୁଟୁଛି। ତ ମୁଁ ଏପଟେ ଗ୍ୟାସ୍ରେ ଚାଲନ୍ତୁ ଶାଗଟା ଭାଜିଦେବି। ହଁ କେଉଁଠି କାହିଁକି ଚୁଲିରେ ହେଉଥିବ, ଚୁଲିରେ ହେବ ଯେ ଭଲ ଭାବରେ ଫୁଟିବ ନା ଧୀରେ ଧୀରେ। ସେ ଆଉ ଅଳ୍ପ ସମୟ ରହିଲା ସିଝିଯିବ। ଆଉ ମୁଁ ଏଠି ଶାଗଟା ଭାଜିଦେବି ତାହେଲେ ହେଇଯାଉ କରିବା ଆଉ। କାହିଁ ଅଯଥାରେ ଗ୍ୟାସ୍ ଗୁଡ଼ାକ ସାରିଆ ଦିନ ବେଳା। ଖରା ଦେଖ କେତେ ପରିମାଣରେ ହେଲାଣି। ଆଉ ସାଙ୍ଗମାନେ ଆଉ ଅଳ୍ପ ଦିନ ପରେ ମାନେ ଆଉ ମୁଁ ଭାବୁଛି 5-6 ଦିନ ପରେ ଆଉ ସେଠି ରୋଷେଇ କରି ହେବ। ସୁବାବା ଆସିକି ପହଞ୍ଚିଗଲେଣି। ଖାଇବାକୁ ଭୋକ ଜୋରେ, ରୋଷେଇ ତ ସରିନି। ଯାହା ଥିବ ସେଇଆ ଖାଇଦବ। ଭାତ ଖାଇବା ପାଇଁ କିଛି ନାହିଁ। ହଁ ଆଉ କାର୍ଯ୍ୟଟି ତୁମର କେମିତି ହେଲା? ଏଇ ସେମିତି ଆଉ। ହଉ ହଉ ଚାଲ ଖାଇବାକୁ ଦେବା। ଭଲ ଭାବରେ ସିଝିଗଲାଣି। ମୁଁ ଦେଖେଇ ଦେଉଛି। ଏଠି ଦେଖେଇଲା, ଏଠି ଦେଖନ୍ତୁ ପୁରା ବଢ଼ିଆ ସେ ସିଝି ଯାଇଛି। ସବୁ ପରିବା ବି ଭଲ ଭାବରେ ସିଝି ଯାଇଛି। ଡାଲି ବି ଫିଟି ଯାଇଛି। ତ ଏଠି ଆମେ ପକାଇଦେବା ଧନିଆ ପତ୍ର। ଆଉ ଏଇଟା ଗରମ ମସଲା ପାଇଁ ଆମେ ଗରମ ମସଲା ଥିବ ଗରମ ମସଲା ପକାଇବି। ମୁଁ ଏଠି ଡାଲଚିନି ଗୁଣ୍ଡ ପକାଉଛି। ବର୍ତ୍ତମାନ ଆଙ୍କୁ ଖାଇବାକୁ ଦିଆ ହେଇଯାଇଛି ଘାଣ୍ଟ ଆଉ ଶାଗ ଭଜା। ସାଙ୍ଗମାନେ ଏଇଟା ଦେଖନ୍ତୁ, ମୁଁ ମୋର ବାଢ଼ି ଆଣିଛି। ଘାଣ୍ଟଟା ପୁରା ଆଇଁଷ ଘାଣ୍ଟ ଭଳିଆ ଦେଖାଉଛି ନା, ଦେଖାଉଛି ଆଇଁଷ ଘାଣ୍ଟ ଭଳିଆ। ହଁ ତ ଖାଇବା ଦେଖିବା ଟେଷ୍ଟଟା କେମିତି ଅଛି। ଇସୁର ମାଛ, ଇସୁ ଆମ ଘରେ ଆଜି ମାଛ ଆଣିଥିଲା, ତା ଭାଉଜ ଦେଇଛି। ବନ୍ଧୁ କ'ଣ ଖାଇବା ପିଇବା ସାରିଲା ପରେ ପୁଳାଏ ଖଣ୍ଡେ ବାସନ ଥିଲା, ତାକୁ ସବୁ ଧୁଆଧୁଇ କଲି। ତାପରେ ଇସୁର ୟୁନିଫର୍ମ ଗୁଡ଼ାକ ମାନେ ଆଜି ସକାଳୁ ଧୋଇବା କଥା, ଆଉ ଧୋଇ ନଥିଲି, ଆଉ ମନେ ନଥିଲା। ତାର ପୁଣି ତାକୁ ପକାଇ ଦେଇଥିଲି, ବତୁରେଇ ଦେଇଥିଲି। ୟୁନିଫର୍ମ ତ ଯେମିତି ଅସନା କରିଦେଉଛି, ମାନେ ପୁରା ଅଳିଆ ମଳିଆ କରିଦେଉଛି। ତାକୁ ଟିକେ ବତୁରେଇ ଦେଲି। ମୁଁ କହିଲି ଖାଇବା ରୋଷେଇବାସ ସରୁ, ତାକୁ ସବୁ ଧୋଇକି ଧୋଇ ବୋଲି ତାପରେ ପକାଇ ଦେଇଥିଲି। ଏବେ ସବୁ ଧୁଆଧୁଇ କରି ତାକୁ ଛାତ ଉପରେ ଶୁଖେଇକି ଆଇଲି। ଛାତ ଉପରେ ଏତେ ଗରମ ଯେ କହିବାର କଥା ନାହିଁ। ମାନେ ନିଆଁ ପୁରା ଜୋରସୋରେ, ପୁରା ଉପରକୁ ପୁରା ଖରା ଲାଗୁଛି ଜୋରସୋରେ। ଶୁଖେଇ ଦେଇକିରି ଆସିଲି। କାଲି ତା ସ୍କୁଲ 2-4 ଦିନ ଗଲେ ମୁଁ ପରୀକ୍ଷା। ଆଉ ଆଜି ଗୋଟେ ସମସ୍ତେ ଯିବେ ବାହାଘର। ଆଉ ଆମର ସେଇ ଗୋଟେ ପିଇସିଙ୍କର ଝିଅର ବାହାଘର ଅଛି, ସମସ୍ତେ ଯିବେ। ଆଉ ଇସୁ ବି ଯିବ। ତାକୁ ମୁଁ ଡରେଇକି ଶୁଏଇକି ଆଇଲି। ମୁଁ କହିଲି ତୁ ଶୋଇପଡ଼, ନହେଲେ ତୋତେ ନେବେନି ବାହାଘରକୁ, ତାକୁ କହିକି ଆସିଲି। ଆଉ ଚାଲନ୍ତୁ ଯିବା। ମୁଁ ବି ଯାଉଛି ଟିକେ ରେଷ୍ଟ ନେଇଯିବି। ଆଉ ତ ଏମିତି କଥା। ତ ବାସ୍ ଆଉ ତ 4ଟା ବେଳକୁ ଯଦି ବାହାରିବେ ସମସ୍ତେ, ମୋର ବି ଯିବାର ଅଛି। ତ କହିଛନ୍ତି, କହିକି ଯାଇଛନ୍ତି ଯିବା ପାଇଁ। କ'ଣ ଯିବି କି ନାହିଁ ଠିକ୍ ନାହିଁ। ତ ଯଦି ଯିବାର ହେଲା ତ ଯିବି, ନହେଲେ ନାହିଁ। ସେଠିକି ଗଲେ ଆଉ ଭିଡ଼ିଓ ଫିଡ଼ିଓ କରିପାରେ ନ କରିପାରେ, କାରଣ ଲାଜ ଲାଗିବ, ବାହାର ଜାଗା। ତ ପିଇସିଙ୍କ ଘର ସେଇଟା। ତ ଚାଲନ୍ତୁ ସାଙ୍ଗମାନେ, ଆଉ ଆଜି ଦିନଟି ତ ଏମିତି ଗଲା। ଯାଉ ଟିକେ ରେଷ୍ଟ, ଶୋଇକି ଉଠିବି। ଭାରି ଜୋର ଖରା ହେଲାଣି। ଆଉ 4ଟା ମୁଁ ଦେଖେଇ ଦେଉଛି କେତେ ଜୋର ଖରା। ବର୍ତ୍ତମାନ ଟାଇମ୍ ହେଇଛି 2:47। ଆଉ ମାନେ ଖରା ଦେଖନ୍ତୁ କେତେ ଜୋରରେ ଖରା ହେଲାଣି। ଆଉ ଏମିତି କଥା। ଆଜି ବି ଖେଳ ହେଉଛି, ଆଉ ମାଇକି ବାଜୁଛି ସେଥିପାଇଁ କି। ଆଉ ମିକିକି ଦେଖନ୍ତୁ, ଆଜି ଆଇଁଷ ଫାଇଁଷ ହେଇନି, ଆଜି ବାର ଥିଲା। କିନ୍ତୁ ଯେହେତୁ ଆଙ୍କର କାମ ଥିଲା, ସେ ବାହାରକୁ ଯାଇଥିଲେ, ତ ଆଇଁଷ ହେଇନି। ମିକି ତମେ ଖାଇନ ଆଜି? ଆଇଁଷ ନହେଲେ ଖାଉନ। ମୁଁ କେଉଁଠୁ ଆଇଁଷ ଆଣିବି ତମ ପାଇଁ ସବୁଦିନ କହିଲ? ହଁ ମିକି ମା, ମିକି ଭାରି କ୍ୟୁଟ୍ ଦେଖାଉଛି। କ୍ୟୁଟ୍ଟା
ये भारी गेलियाटे आकु आम जिते माने बाड़ेबू कि जहाँ विदा कले पाखु से जमा भी जीवन सब पाखक आस माऊ माऊ होहरह माने तार गोटे अभ्यास कौन बैड हैबिट सब बेले म्याऊ म्याऊ हो बोबोथ तुम कौन जाऊच कड़े कड़े कहीं जाऊच तुम कौन अंपायर आज भी तुमको गोटे भल ड्यूटी देती आउ ना ईशु जाऊँ ना आउ कौन कर ईशु नाई कहली शोया को छुआ जमा कथा मानुनी तो कड़े पलैला सांग मैंने गोटे ड्यूटी दे गला अंपायर हो ठिया हवा को गले तो चलो सांग मैंने आज वीडियो ये रखुची देखा गोटे नुआ वीडियो पसंद आसले लाइक करेंगे शेयर करेंगे और सब्सक्राइब करदे रखुची नमस्कार।